କାନ୍ଦୁଛି ମା କାନ୍ଦୁଛି ପୁରା ପରିବାର। ଗତକାଲି ଠାରୁ ନିଖୋଜ ଥିଲା ପୁଅ ଶୁଭମ। ଆଉ ଆଜି ମିଳିଛି ତାଙ୍କ କୁନି ପୁଅ ଶୁଭମର ମୃତଦେହ। ନୂଆବର୍ଷ ବୋଲି ଭାରି ଖୁସିରେ ଖେଳୁଥିଲା ଶୁଭମ। ଆଉ ଖେଳୁ ଖେଳୁ ହଠାତ୍ କୁଆଡେ ଉଭେଇ ଯାଇଥିଲା। ଖୋଜି ଖୋଜି ନିରାଶ ହୋଇଥିଲେ ପରିବାର ଆଉ ସମ୍ପର୍କୀୟ, ହେଲେ ମିଳି ନଥିଲା ଶୁଭମ। ଗତକାଲି ନୂଆବର୍ଷରେ ଶିଶୁପୁତ୍ର ନିଖୋଜ ହୋଇଥିବା ଘଟଣାରେ ଆଜି ପୋଖରୀରୁ ମିଳିଛି ତାର ମୃତଦେହ। ଗତକାଲିଠାରୁ ନିଖୋଜ ଥିବା ସୋର ରାୟପୁରର 2.5 ବର୍ଷର ଶିଶୁପୁତ୍ରର ମୃତଦେହ ଘର ପାଖ ପଡ଼ୋଶୀଙ୍କ ପୋଖରୀରୁ ଉଦ୍ଧାର ହୋଇଛି। ସୋର ପୌରପାଳିକା 4 ନମ୍ବର ୱାର୍ଡ ରାୟପୁର ଗ୍ରାମର ମୋହନ ସାହୁଙ୍କ 2.5 ବର୍ଷର ପୁଅ ହେଉଛି ଶୁଭମ ସାହୁ। ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ଓ ଗ୍ରାମବାସୀ ବିଭିନ୍ନ ଗଡ଼ିଆ, ପୋଖରୀ, ବିଲ ଆଦି ଖୋଜି ନିରାଶ ହୋଇଥିଲେ। ଖବର ପାଇ ସୋର ପୁଲିସ ଅଗ୍ନିଶମ ବାହିନୀ ପହଞ୍ଚି ଗଡ଼ିଆ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ପରିବାର ଲୋକ ଏବଂ ଗ୍ରାମବାସୀ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ଆଣିଥିବା ବେଳେ ଗତକାଲିଠାରୁ ସୋର ପୁଲିସ ସହ ଡଗ୍ ସ୍କ୍ୱାଡ୍ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ। ଘର ପାଖ ପଡ଼ୋଶୀଙ୍କ ପୋଖରୀରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ଆଜି ଶିଶୁପୁତ୍ରର ମୃତଦେହ ମିଳିଥିଲା। ହତ୍ୟା କରାଯାଇଥିବା ନେଇ ପରିବାର ସମ୍ପର୍କୀୟ ଅଭିଯୋଗ କରିଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ପୁଲିସ। ବର୍ତ୍ତମାନ ଆମର କାର୍ଯ୍ୟ ପଦ୍ଧତି ଅନୁସାରେ ତଦନ୍ତ କରାଯାଇ ତାର ଇନକ୍ୱେଷ୍ଟ ଆଉ ପୋଷ୍ଟମର୍ଟମ କରାହେବ। ଇନକ୍ୱେଷ୍ଟ ପୋଷ୍ଟମର୍ଟମ କରା ସରିଲା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ କରାଯିବ। ସେଟାର କାରଣ ସମ୍ପର୍କରେ ପୋଷ୍ଟମର୍ଟମ ହିଁ ଆପଣଙ୍କ ବିସ୍ତୃତ ଭାବରେ ଜଣାଇ ପାରିବ। ମୋ ଅନୁଭବ ସାଙ୍ଗରେ ନୁହଁ, ଆପଣଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ହିଁ ଯାହା ବାହାରିବ ସେଟା ହିଁ ଫାଇନାଲ ଆମେ ଅପିନିଅନ କରିବୁ। ବର୍ତ୍ତମାନ ତ ତଦନ୍ତ ଚାଲୁ ରହିଛି, ତେଣୁକରି କୌଣସି ଅପିନିଅନ ଦେବା ଯୁକ୍ତିଯୁକ୍ତ ନୁହଁ। ତାଙ୍କ ଘର ଲୋକ ଯାହା ଅଭିଯୋଗ କରିବେ ସବୁ ଦିଗରୁ ଆମେ ତାକୁ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବୁ। ତାକୁ ଅଭିଯୋଗକୁ ଗୁରୁତ୍ୱର ସହିତ ନେବୁ। ବାଲେଶ୍ୱରରୁ ଶରତ ନାୟକ ରିପୋର୍ଟ, ମାଇଭରତ ଲାଇଭ୍।